ମେ 29 ତାରିଖ ହେଉଛି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ୟୁନାଇଟେଡ୍ ନେସନ୍ ପିସ୍ କିପର୍ସ, ଯେଉଁଟାକି 2003 ଆରମ୍ଭ କରିଛି ୟୁନାଇଟେଡ୍ ନେସନ୍। ମେ 29 ତାରିଖ ହେଉଛି ଇଣ୍ଟରନ୍ୟାସନାଲ୍ ମାଉଣ୍ଟ ଏଭରେଷ୍ଟ ଡେ, ଯେଉଁଟାକି 2008ରେ ଆରମ୍ଭ କରିଛି ଗଭର୍ଣ୍ଣମେଣ୍ଟ ଅଫ୍ ନେପାଳ। ଯେଉଁ ମେ 29ରେ କି ପ୍ରଥମ ଥର ମାଉଣ୍ଟ ଏଭରେଷ୍ଟକୁ 1953ରେ ନ୍ୟୁଜିଲାଣ୍ଡର ସାର୍ ଏଡମଣ୍ଡ ହିଲାରୀ ଏବଂ ତାଙ୍କ ସହିତ ନେପାଳର ଜଣେ ଗାଇଡ୍ ଯାଇଥିଲେ, ତେନଜିଂ ନରୱେ ସେର୍ପା ଚଢ଼ିଥିଲେ ପ୍ରଥମ ଥର ଧରି। ମାଉଣ୍ଟ ଏଭରେଷ୍ଟକୁ ନେପାଳରେ କୁହାଯାଏ ସାଗରମାଥା, ଆଉ ତିବେତରେ କୁହାଯାଏ ଚୋମଲୁଙ୍ଗମା। ମାଉଣ୍ଟ ଏଭରେଷ୍ଟର ହାଇଟ୍ ହେଉଛି 8,849 ମିଟର, ସବୁଠୁ ହାଏଷ୍ଟ ଏଇଟା। ଇଣ୍ଡିଆ ରାଙ୍କ କରିଛି ସେକେଣ୍ଡ ଏସିଆ ପାସିଫିକ୍ ଡାଟା ସେଣ୍ଟର କ୍ୟାପାସିଟିରେ 1.6 ଗିଗାୱାଟ୍ କ୍ୟାପାସିଟି ସହିତ। ଇଣ୍ଡିଆ ଅଲିମ୍ପିକ୍ ଗୋଲ୍ଡ ହକି ଟ୍ରାଏମ୍ଫ ଆଟ୍ ଆମଷ୍ଟରଡ୍ୟାମ୍ ବହିଟି, ଏଇଟା ଗୋଟେ ବହି ଯେଉଁଟାକି ଲେଖିଛନ୍ତି କେ ଆରଙ୍ଗମ୍। ପବ୍ଲିଶ କରିଛି ଷ୍ଟିକ୍ ଟୁ ହକି, ରିଲିଜ୍ କରିଛନ୍ତି ଦିଲ୍ଲୀପ ତିର୍କି ଯିଏକି ପ୍ରେସିଡେଣ୍ଟ ଅଛନ୍ତି ଇଣ୍ଡିଆନ୍ ହକିର, ଆଉ ପିଟି ଉଷା ତାଙ୍କ ସହିତ ରିଲିଜ୍ କରିଛନ୍ତି ଯିଏକି ହେଉଛନ୍ତି ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍। ଇଣ୍ଡିଆ ପ୍ରଥମେ ହକିରେ ଗୋଲ୍ଡ ଆଣିଥିଲା କେତେବେଳେ ନା ଆମଷ୍ଟରଡ୍ୟାମ୍ ନେଦରଲ୍ୟାଣ୍ଡରେ ଯେତେବେଳେ ହେଉଥିଲା 1928ରେ। କର୍ଣ୍ଣାଟକର ଚିଫ୍ ମିନିଷ୍ଟର ସୀତାରାମୟା ତାଙ୍କର ରିଜାଇନ୍ ଦେଇଛନ୍ତି। ଆଉ କର୍ଣ୍ଣାଟକର ଜଣେ 5 ଟାଇମ୍ MLA ପଦକ ପାଇଛନ୍ତି, ତାଙ୍କ ନାଁ ହେଉଛି ଭେଙ୍କଟାରାମନାପା। ରାଜା ରଣଧୀର ସିଂ ଯିଏକି ପଦକ ପାଇଛନ୍ତି, ସେ 5 ଟାଇମ୍ ଅଲମ୍ପିଆନ୍ ସୁଟର ଥିଲେ, ଆଉ ଗୋଲ୍ଡ ମେଡାଲ ଆଣିଥିଲେ ମେନ୍ସ ଟ୍ରାପ୍ ସୁଟିଂରେ ଯେତେବେଳେ ଏସିଆ ଗେମ୍ସ ହେଉଥିଲା ବ୍ୟାଙ୍କକ୍ ଥାଇଲାଣ୍ଡରେ 1978ରେ। ଆଉ ସେ ପୂର୍ବତନ ସେକ୍ରେଟାରୀ ଜେନେରାଲ ଥିଲେ ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ର, ଆଉ ସେ ମଧ୍ୟ ପ୍ରଥମ ଇଣ୍ଡିଆନ୍ ଥିଲେ ଯିଏକି ପ୍ରେସିଡେଣ୍ଟ ବନିଥିଲେ ଅଲିମ୍ପିକ୍ କାଉନସିଲ୍ ଏସିଆର। ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟି ଯିଏକି ରିଲୋକେଟିଂ କରୁଛି 4ଟି କେନିଆ ଚିତା, ଯେଉଁଟାକି କୁନର ନ୍ୟାସନାଲ୍ ପାର୍କ ମଧ୍ୟପ୍ରଦେଶରେ ଥିଲେ, ତାଙ୍କୁ ପଠାଯାଇଛି ବନି ଗ୍ରାସଲ୍ୟାଣ୍ଡ କଚ୍ଛ ଗୁଜରାଟକୁ। ଏଠାରେ ଚିତାର କନଜରଭେସନ୍ ଡେଭଲପମେଣ୍ଟ କରାଯାଉଛି। ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟି ଯେଉଁଟାକି 2005ରେ ଏଷ୍ଟାବ୍ଲିଶ୍ ହେଇଥିଲା। ସବୁବେଳେ ଟାଇଗର ଚିତା ଏମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ତାଙ୍କର କନଜରଭେସନ୍ କରାଯାଉଛି। କ'ଣ ପାଇଁ ନା ଯେଉଁମାନେ ଗଛଲତା ଘାସ ଖାଉଛନ୍ତି ସେମାନେ ଯଦି ରହିବେ ଆଉ ଏମାନେ ଯଦି ନ ରହିବେ ତାହେଲେ ଗଛଲତା ଗଛ ଖାଇ ସେମାନଙ୍କ ସଂଖ୍ୟା ବଢ଼ିଯିବ ଆଉ ଗଛଲତା ସଂଖ୍ୟା କମିଯିବ। ତାପରେ ଗଛଲତା କମିଗଲେ ତାଙ୍କୁ ଖାଇବାକୁ ବି ମିଳିବନି, ସେମାନେ ବି ମରିଯିବେ। ତ ଏମାନଙ୍କ ରହିବା ବହୁତ ଜରୁରୀ। ସିକିମ୍ ଯିଏକି 99.82% ଲିଟରେଟ୍ ରେଟ୍ ସହିତ ବନିଛି ଇଣ୍ଡିଆର ପଞ୍ଚମ ଫୁଲି ଲିଟରେଟ୍ ଷ୍ଟେଟ୍, ମିଜୋରାମ, ଗୋଆ, ତ୍ରିପୁରା, ହିମାଚଳ ପ୍ରଦେଶ ପରେ। ଆଉ ଥାର୍ଡ଼ ନର୍ଥ ଇଷ୍ଟ ଷ୍ଟେଟ୍ ମିଜୋରାମ, ତ୍ରିପୁରା ପରେ। ଅଣ୍ଡର ଉଲ୍ଲାସ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଦ୍ୱାରା, ଉଲ୍ଲାସ ହେଉଛି ଅଣ୍ଡରଷ୍ଟାଣ୍ଡିଂ ଅଫ୍ ଲାଇଫ୍ ଲଙ୍ଗ ଲର୍ଣ୍ଣିଂ ଫର୍ ଅଲ୍ ଇନ୍ ସୋସାଇଟି। ଉଲ୍ଲାସର ବେଞ୍ଚମାର୍କ ସେଟ୍ କରିଛି ସେ 95% ଲିଟରେଟ୍ ରେଟ୍ ଯେଉଁ ଷ୍ଟେଟ୍ ରହିବ ତାକୁ ଫୁଲି ଲିଟରେଟ୍ ବୋଲି ଘୋଷଣା କରାଯାଉଛି, ତା ଉପରକୁ ରହିଲେ 95%। ମିଶନ କୁଇନ୍ ପାଇନାପଲ୍ ଯେଉଁଟାକି ତ୍ରିପୁରାରେ ଲଞ୍ଚ କରାଯାଇଛି, କାହା ଦ୍ୱାରା ନା ଜ୍ୟୋତିରାଦିତ୍ୟ ମାଧବ ରାଓ ସିନ୍ଧିଆ ଯିଏକି ମିନିଷ୍ଟର ଅଫ୍ କମ୍ୟୁନିକେସନ୍ ଏବଂ ମିନିଷ୍ଟର ଅଫ୍ ଡେଭଲପମେଣ୍ଟ ଅଫ୍ ନର୍ଥ ଇଷ୍ଟ ରିଜନ୍ ଏବଂ ତ୍ରିପୁରାର CM ମାନିକ ଶାହଙ୍କ ସହିତ ଲଞ୍ଚ କରିଛନ୍ତି ସେ କୁଇନ୍ ପାଇନାପଲ୍, ଯେଉଁଟାକି ତ୍ରିପୁରାର GI ଟ୍ୟାଗ୍ ବାଲା ପ୍ରଡ଼କ୍ଟ 2015ରେ ପାଇଥିଲା GI ଟ୍ୟାଗ୍। ଏହାର ଗ୍ରୋଥ ମାନେ ପ୍ରଡ଼କ୍ସନ୍ ବଢ଼ାଯିବ, ତାକୁ ଇନଭେଷ୍ଟମେଣ୍ଟ କରାଯାଉଛି 236 କୋଟି। ଆଉ ଏଇଟା ମଧ୍ୟ ତ୍ରିପୁରାର ଷ୍ଟେଟ୍ ଫ୍ରୁଟ୍। ତ୍ରିପୁରା ମଧ୍ୟ ପାଇନାପଲ୍ରେ ପ୍ରଡ଼କ୍ସନ୍ରେ ଇଣ୍ଡିଆର ପ୍ରଥମ। ବେଙ୍ଗାଲୁରୁ ଯିଏକି ହୋଷ୍ଟ କରାଯାଉଛି ପ୍ରଥମ ନ୍ୟାସନାଲ୍ AI ଆଣ୍ଡ ଡିଜିଟାଲ ୱାଟର ସମିଟ୍ 2026। ଓଡ଼ିଶା ଗଭର୍ଣ୍ଣମେଣ୍ଟ MOU ସାଇନ୍ କରିଛି ମେମୋରାଣ୍ଡମ୍ ଅଫ୍ ଅଣ୍ଡରଷ୍ଟାଣ୍ଡିଂ ଇଣ୍ଟେଲ୍ ଆଣ୍ଡ 3D ଗ୍ଲାସ୍ ସଲ୍ୟୁସନ୍ ସହିତ। ଏଥିରେ କ'ଣ ହେବ ନା ସେମିକଣ୍ଡକ୍ଟରର ମ୍ୟାନୁଫ୍ୟାକ୍ଚରିଂ ବଢ଼ିବ। ଏଗ୍ରିମେଣ୍ଟଟି ଲିଙ୍କ କରୁଛି ସେମିକଣ୍ଡକ୍ଟର ପ୍ୟାକେଜିଂ ଆଣ୍ଡ ଆଡଭାନ୍ସିଂ ଗ୍ଲାସ୍ ବେସ୍ଡ ଇଣ୍ଟିଗ୍ରେସନ୍, ଯେଉଁଟାକି ଅଛି ଇନ୍ଫୋ ଭ୍ୟାଲି ଭୁବନେଶ୍ୱରରେ। କେରଳ ଛୁଟି ଦେବାକୁ ଯାଉଛି 3 ଦିନିଆ ଛୁଟି
ମନ୍ଥଲିରେ ମାସିକିଆ 3 ଦିନ ଛୁଟି ମେନଷ୍ଟ୍ରୁଆଲ୍ ଲିଭ୍ ପାଇଁ ସ୍କୁଲ ଗାର୍ଲମାନଙ୍କ ପାଇଁ। ଏଶା ସିଂ ଯିଏକି ଓମେନ୍ସ 25 ମିଟର ପିସ୍ତଲରେ ଗୋଲ୍ଡ ଆଣିଛନ୍ତି। ISSA ୱାର୍ଲଡ କପ୍ ହେଉଛି ମୁନିକ୍ ଜର୍ମାନୀରେ ବର୍ତ୍ତମାନ। ସେ ମଧ୍ୟ ଏଇଟା ୱାର୍ଲଡ ରେକର୍ଡ ବନେଇଛନ୍ତି 43 ହିଟ୍ କରି ସ୍କୋର ସହିତ। ସିକିମ୍ ପୋଲିସ ଯିଏକି ପ୍ରେସିଡେଣ୍ଟ ପୋଲିସ କଲର ମିଳିଛି ତାକୁ, ଏଇଟା ମିଳିବାରେ ସେ 15ତମ ଷ୍ଟେଟ୍ ଆଉ 3rd ନର୍ଥ ଇଷ୍ଟ ଷ୍ଟେଟ୍। ଆଉ ଏଇଟାକୁ ମଧ୍ୟ ଓଡ଼ିଶା ଏଇ ବର୍ଷ ପାଇଛି।